ଆମେ ଯେଉଁ ଗ୍ରହରେ ରହୁଛେ ତାହା କେମିତି ଚାଲେ ଭାବିଛନ୍ତି କେବେ? ଏହାର ବି କିଛି ନିୟମ ଅଛି। ଗୋଟେ ଲୁକାୟିତ ଅପରେଟିଂ ସିଷ୍ଟମ ଭଳି ଯାହା ସବୁ ଜୀବନକୁ ନିୟନ୍ତ୍ରଣ କରୁଛି। ତେବେ ଆଜି ଚାଲନ୍ତୁ ସେହି ପର୍ଦ୍ଦା ପଛକୁ ଯାଇ ଦେଖିବା ଏହି ସିଷ୍ଟମର ରହସ୍ୟ କ'ଣ। ଆଜି ଆମର ଯାତ୍ରା ପୂରା ମହାକାଶରୁ ଆରମ୍ଭ ହେବ, ଯେଉଁଠୁ ଆମର ଗ୍ରହଟା ଗୋଟେ ଜୀବନ୍ତ ପିଣ୍ଡ ଭଳି ଦିଶେ। ତାପରେ ଆମେ ଟିକେ ପାଖକୁ ଆସିବା, ପରିସଂସ୍ଥାର ଜଟିଳତା ଭିତରକୁ ଯିବା, ଦେଖିବା ଶକ୍ତି କେମିତି ପ୍ରବାହିତ ହେଉଛି, ଆଉ ଶେଷରେ ପ୍ରକୃତିର ସେହି ମହାନ ରିସାଇକ୍ଲିଂ ବ୍ୟବସ୍ଥାକୁ ବୁଝିବା ଯାହା ଜୀବନକୁ ଚଳାଇ ରଖିଛି। ତେବେ ଚାଲନ୍ତୁ ଆରମ୍ଭ କରିବା, ଆଉ ସବୁଠୁ ବଡ଼ ଚିତ୍ରରୁ ହିଁ ଆରମ୍ଭ କରିବା। ଆମର ସମ୍ପୂର୍ଣ୍ଣ ଗ୍ରହ ମହାକାଶର ଏହି ବିଶାଳତା ଭିତରେ ଏକ ଛୋଟ ନୀଳ ବିନ୍ଦୁ, ଯାହା ଜୀବନରେ ପରିପୂର୍ଣ୍ଣ। ପୃଥିବୀକୁ ଗୋଟେ ଚାରିସ୍ତରୀୟ କେକ୍ ବୋଲି ଭାବିନିଅନ୍ତୁ। ଏଥିରେ ବାୟୁ, ଜଳ ଆଉ ଭୂମିର ସ୍ତର ଅଛି। କିନ୍ତୁ ପ୍ରକୃତ ଯାଦୁ ସେଇ ପତଳା ସ୍ତରରେ ଘଟେ, ଯେଉଁଠି ଏସବୁ ମିଶନ୍ତି, ଆଉ ସେଟା ହେଉଛି ଜୀବମଣ୍ଡଳ। ଜୀବନର ସବୁ ଖେଳ ସେଇଠି ହିଁ ହୁଏ। ଜୀବମଣ୍ଡଳ, ଏହା ହେଉଛି ଜୀବନର ସେହି ପତଳା ଚାଦର, ମହାକାଶରେ ଘୁରୁଥିବା ଏକ ପଥର ଉପରେ ଲାଗି ରହିଥିବା ଏକ ଅଦ୍ଭୁତ ଚମତ୍କାର। ଏହା ହିଁ ସେହି ବିଶାଳ ମଞ୍ଚ ଯେଉଁଠାରେ ଜୀବନର ନାଟକ ଚାଲିଛି। ଆଚ୍ଛା, ଏବେ ପୁରା ଗ୍ରହର କଥା ଛାଡ଼ି ଟିକେ ପାଖକୁ ଆସିବା, ଜୁମ୍ କରି ଦେଖିବା ପ୍ରକୃତିର ଗୋଟେ ନିର୍ଦ୍ଦିଷ୍ଟ ପଡ଼ିଶାକୁ। ତାହା ହେଉଛି ପରିସଂସ୍ଥା। ଜାଣନ୍ତି, 1935 ମସିହାରେ A.G. ଟାନ୍ସଲେ ଆମକୁ ଇକୋସିଷ୍ଟମ ବା ପରିସଂସ୍ଥା ଶବ୍ଦଟି ଦେଇଥିଲେ। ଏହାକୁ ଆପଣ ପ୍ରକୃତିର ସ୍ଥାନୀୟ ଅର୍ଥବ୍ୟବସ୍ଥା ଭଳି ଭାବିପାରିବେ, ଯେଉଁଠି ପ୍ରତ୍ୟେକ ଜୀବନ୍ତ ଓ ନିର୍ଜୀବ ବସ୍ତୁର ଗୋଟେ କାମ ଅଛି, ଆଉ ସବୁକିଛି ପରସ୍ପର ସହିତ ଯୋଡ଼ି ହୋଇ ରହିଛି। ଯେକୌଣସି ପରିସଂସ୍ଥା, ସେ ବଗିଚାର ଗୋଟେ ଛୋଟ ପୋଖରୀ ହେଉ କି ଆମାଜନ ଜଙ୍ଗଲ, ସବୁଠି ଗୋଟେ ସମାନ ଚାରିଭାଗିଆ ବିଜନେସ୍ ମଡେଲ। କେମିତି? ଦେଖନ୍ତୁ, ଆପଣଙ୍କ ପାଖରେ କଞ୍ଚାମାଲ ଅଛି, ଯାହାକି ଅଜୈବିକ ଉପାଦାନ। ତାପରେ ଜିନିଷ ତିଆରି କରୁଥିବା କାରଖାନା ଅଛି, ସେମାନେ ହେଲେ ଉତ୍ପାଦକ। ଜିନିଷକୁ କିଣିବାକୁ ଗ୍ରାହକ ଅଛନ୍ତି, ସେମାନେ ହେଲେ ଭକ୍ଷକ। ଆଉ ଶେଷରେ ସବୁକିଛିକୁ ରିସାଇକଲ କରୁଥିବା ସଫାଇ ଦଳ ହେଉଛନ୍ତି ଅପଘଟକ। ଆଚ୍ଛା, ଏ ଯେଉଁ ଭକ୍ଷକ ବା ଗ୍ରାହକ, ସେମାନେ ବି ଅନେକ ପ୍ରକାରର। ପ୍ରଥମେ ଆସନ୍ତି ତୃଣଭୋଜୀ, ଯେଉଁମାନେ ସିଧା ଉଦ୍ଭିଦ ଖାଆନ୍ତି, ଯେମିତିକି ଗୋଟେ ଝିଣ୍ଟିକା ଘାସ ଖାଉଛି। ତାପରେ ଆସନ୍ତି ମାଂସାଶୀ, ଯେଉଁମାନେ ସେହି ତୃଣଭୋଜୀମାନଙ୍କୁ ଖାଆନ୍ତି, ଯେମିତି ସେହି ଝିଣ୍ଟିକାକୁ ଖାଇଦେଲା ଗୋଟେ ବେଙ୍ଗ। ଆଉ ସବା ଉପରେ ଅଛନ୍ତି ଶୀର୍ଷ ଶିକାରୀ, ଯେଉଁମାନେ ଅନ୍ୟ ମାଂସାଶୀମାନଙ୍କୁ ଖାଆନ୍ତି, ଯେମିତି ସେହି ବେଙ୍ଗକୁ ଗିଳିଦେଲା ଗୋଟେ ସାପ। ପୁରା ଗୋଟେ ଜଙ୍ଗଲ ରାଜ, ନୁହେଁ କି? ଠିକ୍ ଅଛି, ଖେଳାଳିମାନଙ୍କୁ ତ ଆମେ ଜାଣିଗଲେ। ଏବେ ଖେଳର ନିୟମ କ'ଣ? ମାନେ ଜୀବନର ଯେଉଁ ମୁଦ୍ରା, ସେଇ ଶକ୍ତି, ତାହା ଏହି ସିଷ୍ଟମରେ ପ୍ରକୃତରେ କେମିତି ପ୍ରଭାବିତ ହୁଏ? ଏଇ ଯେଉଁ ଖାଦ୍ୟ ଶୃଙ୍ଖଳ, ତାର ପ୍ରତିଟି ସ୍ତରକୁ କୁହାଯାଏ ଖାଦ୍ୟ ସ୍ତର। କଳ୍ପନା କରନ୍ତୁ ଗୋଟେ ସିଢ଼ି, ସବା ତଳେ ଘାସ, ତାକୁ ଖାଇଲା ଝିଣ୍ଟିକା, ଝିଣ୍ଟିକା ଉପରେ ଆକ୍ରମଣ କଲା ବେଙ୍ଗ, ଆଉ ଶେଷରେ ବେଙ୍ଗକୁ ଗିଳିଦେଲା ସାପ। ହେଲେ କେବେ ଭାବିଛନ୍ତି କି ଏ ଖାଦ୍ୟ ଶୃଙ୍ଖଳଗୁଡ଼ିକ ଏତେ ଛୋଟ କାହିଁକି? ମାନେ ସାପକୁ ଖାଇବାକୁ ଆଉ କେହି, ତାକୁ ଖାଇବାକୁ ଆଉ କେହି, ଏମିତି କାହିଁକି ଅନନ୍ତକାଳ ଯାଏଁ ଚାଲେ ନାହିଁ? କାହିଁକି ଏହା ହଠାତ୍ ଅଟକିଯାଏ? ଏହାର ଉତ୍ତର ପ୍ରକୃତିର ଗୋଟେ ବହୁତ ବଡ଼ ନିୟମ ଭିତରେ ଲୁଚି ରହିଛି। ଆଉ ଏହାର କାରଣ ହେଉଛି ମାତ୍ର ଗୋଟିଏ ସଂଖ୍ୟା, 10%। ଏହା ହେଉଛି ଲିଣ୍ଡେମାନଙ୍କର ପ୍ରସିଦ୍ଧ 10% ନିୟମ। ଏହାର ଅର୍ଥ ହେଉଛି ଗୋଟିଏ ସ୍ତରରୁ ଆଉ ସ୍ତରକୁ ମାତ୍ର 10% ଶକ୍ତି ଯାଏ, ବାକି 90% ତାପ ରୂପରେ ନଷ୍ଟ ହୋଇଯାଏ। ଏଇଥିପାଇଁ ତ ଶୃଙ୍ଖଳା ଯେତେ ଲମ୍ବା ହେବ, ଶୀର୍ଷରେ ଥିବା ଜୀବ ପାଇଁ ସେତେ କମ୍ ଶକ୍ତି ବଞ୍ଚିବ। ଏହା ହେଉଛି ଜୀବନର ଏକ କ୍ଷୟକାରୀ ନିୟମ। ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଭାବନ୍ତୁ, ଶକ୍ତି ଗୋଟେ ଏକମୁଖୀ ରାସ୍ତା ଭଳି। ସୂର୍ଯ୍ୟଙ୍କଠାରୁ ଆସେ, ସିଷ୍ଟମରେ ପ୍ରବାହିତ ହୁଏ, ଆଉ ତାପ ରୂପରେ ହଜିଯାଏ। କିନ୍ତୁ ପୋଷକ ତତ୍ତ୍ୱ, ସେଗୁଡ଼ିକ ଗୋଟେ ସର୍କଲ, ଗୋଲ ଗୋଲ ଘୁରୁଥାଏ, ବାରମ୍ବାର ବ୍ୟବହାର ହେଉଥାଏ। ଶକ୍ତି ଖର୍ଚ୍ଚ ହୋଇଯାଏ, କିନ୍ତୁ ପଦାର୍ଥ ସବୁବେଳେ ପାଇଁ ରହିଯାଏ। ତେବେ ଚାଲନ୍ତୁ ଏବେ ଆମ ଯାତ୍ରାର ଶେଷ ପର୍ଯ୍ୟାୟକୁ ଯିବା। ପୁଣି ଥରେ ପୁରା ଗ୍ରହକୁ ଦେଖିବା, ଆଉ ପ୍ରକୃତିର ସବୁଠୁ ବଡ଼ ରିସାଇକ୍ଲିଂ ପ୍ରୋଗ୍ରାମ ବିଷୟରେ ଜାଣିବା। ଏକ ଏମିତି ବ୍ୟବସ୍ଥା ଯାହା ସତରେ ଅବିଶ୍ୱାସନୀୟ। ଜୈବ ଭୂରାସାୟନିକ ଚକ୍ର। ବାଃ, ଶବ୍ଦଟା ଶୁଣିବାକୁ ବହୁତ ଜଟିଳ ଲାଗୁଛି ନା? କିନ୍ତୁ ଏହାର ଅର୍ଥ ବହୁତ ସରଳ। ଜୀବନର ଯେଉଁ ମୂଳ ଉପାଦାନ, ତାହା କେମିତି ଜୀବନ ବା ବାୟୋ ଆଉ ପୃଥିବୀ ଜିଓ ଭିତରେ ରାସାୟନିକ ବା କେମିକାଲ ପ୍ରକ୍ରିୟାରେ ଘୁରି ବୁଲୁଛି, ଏହା ତାର ହିଁ କାହାଣୀ। ଅମ୍ଳଜାନ ଚକ୍ରକୁ ହିଁ ନିଅନ୍ତୁ। ଏହା ଆମ ପୂରା ଗ୍ରହର ନିଶ୍ୱାସ ପ୍ରଶ୍ୱାସ ପରି। ଗଛ ଆମକୁ ଅମ୍ଳଜାନ ଦିଏ,
ଆମେ ତାକୁ ନେ ଅଙ୍ଗାରକାମ୍ଳ ଛାଡ଼ୁ। ଏକଦମ ପରଫେକ୍ଟ ସାଇକେଲ, ଏକ ଜୀବନଦାୟୀ ଲୟ। ଆମେ ସମସ୍ତେ କାର୍ବନରେ ତିଆରି। ଆମ ଶରୀରରେ ଯେଉଁ କାର୍ବନ ପରମାଣୁ ଅଛି ସେଗୁଡ଼ିକ ଦିନେ ହୁଏତ ବାୟୁରେ ଥିଲା କିମ୍ବା କୌଣସି ଗଛରେ, ଏପରିକି କୌଣସି ଡାଇନୋସର ଶରୀରରେ ବି ଥାଇପାରେ। ଏଇ ଅଙ୍ଗାରକ ଚକ୍ର ହିଁ ସେହି ପରମାଣୁମାନଙ୍କର ଅବିରତ ଯାତ୍ରାର କାହାଣୀ। ଆଉ ଯବକ୍ଷାରଜାନ ଚକ୍ର, ଏଇଟା ହେଉଛି କିଛି ଅଦୃଶ୍ୟ ନାୟକଙ୍କ କାହାଣୀ। ଦେଖନ୍ତୁ, ଆମ ଚାରିପଟେ ଥିବା ବାୟୁର ପ୍ରାୟ 78% ହେଉଛି ଯବକ୍ଷାରଜାନ, କିନ୍ତୁ ଆମେ ତାକୁ ସିଧାସଳଖ ବ୍ୟବହାର କରିପାରୁନେ। ଏହାକୁ ଆମ ପାଇଁ ବ୍ୟବହାର ଯୋଗ୍ୟ କରନ୍ତି କିଛି ଛୋଟ ଛୋଟ ବୀଜାଣୁ। ଏଥିରୁ ଜଣାପଡ଼େ ପ୍ରକୃତିରେ ସବୁଠୁ ଛୋଟ ଜୀବର ବି କେତେ ବଡ଼ ଭୂମିକା ଥାଇପାରେ। ତେବେ ଏସବୁ ଜାଣିବା ପରେ ଗୋଟେ ପ୍ରଶ୍ନ ମନକୁ ଆସେ। କଳ୍ପନା କରନ୍ତୁ ତ, ଏହି ସୂକ୍ଷ୍ମ ଜଟିଳ ବ୍ୟବସ୍ଥାରୁ ଯଦି କେବଳ ଗୋଟିଏ କଡ଼ିକୁ ବାହାର କରିଦିଆଯାଏ, ତେବେ କ'ଣ ହେବ? ଆମ ଗ୍ରହର ଏହି ଅପରେଟିଂ ସିଷ୍ଟମ, ଯାହା ଶକ୍ତି ଆଉ ପଦାର୍ଥର ଏକ ଚମତ୍କାର ନୃତ୍ୟ, ତାର ଭବିଷ୍ୟତ କ'ଣ? ପ୍ରଶ୍ନଟି ହେଉଛି, ସଙ୍ଗୀତ ବନ୍ଦ ହେବା ପୂର୍ବରୁ ଆମେ କ'ଣ ଏହି ନୃତ୍ୟର ପଦକ୍ଷେପଗୁଡ଼ିକୁ ଠିକ୍ ଭାବେ ଶିଖିପାରିବା?